मत्सम पातकी नास्ति पापाग्नि तत्समानहि एवं ज्ञात्वा महादेवी यथा योग्यम तथा कुरु। श्रोताबंधु वर्तमान समय शारदीय पार्वण दुर्गा पूजा चली। दुर्गांकर नवरात्र धरी पूजा अर्चना हुए। এই নবরাত্রি এবং নবদুর্গা ପୂଜା ସମ୍ପର୍କିତ ଏକ ସୁନ୍ଦର ଆଲୋଚନା ମୋର ହସ୍ତଗତ ହୋଇଛି, ଯାହାର ଲେଖକ ଶ୍ରୀ ଅର୍ଜୁନୀ ଚରଣ ବେହେରା ଜଣେ ବ୍ୟାଙ୍କ ଅଫିସର, ସାହିତ୍ୟରେ ରୁଚି ରଖନ୍ତି ଏବଂ ଦୁର୍ଗାଙ୍କର ଜଣେ ପରମ ଭକ୍ତ। ଆସନ୍ତୁ ତେବେ ଶୁଣିବା ଶ୍ରୀ ଅର୍ଜୁନୀ ଚରଣ ବେହେରାଙ୍କ ଦ୍ୱାରା ଆଲୋଚିତ ଏକ ସୁନ୍ଦର ପ୍ରବନ୍ଧ, ଯାହାର ଶୀର୍ଷକ ନବରାତ୍ରି ଓ ନବଦୁର୍ଗା। ଭାରତବର୍ଷରେ ସାଧାରଣତଃ ଦୁଇ ପ୍ରକାର ଦୁର୍ଗା ପୂଜାର ପ୍ରଚଳନ ଅଛି। ଗୋଟିଏ ଶାରଦୀୟ ଏବଂ ଅନ୍ୟଟି ବାସନ୍ତିକ। ଆଶ୍ୱିନ ଶୁକ୍ଳ ଏବଂ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଏ ପୂଜାର ଅଂଶ ବିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ। ଏହି ନବରାତ୍ର 9 ଦିନରେ ମା ଦୁର୍ଗାଙ୍କ 9 ରୂପ ନବଗୌରୀ ବା ନବଦୁର୍ଗାଙ୍କୁ ଆରାଧନା କରାଯାଏ। ମାର୍କଣ୍ଡେୟ ପୁରାଣରେ ଗୋଟିଏ ଅଂଶରେ ବର୍ଣ୍ଣିତ ହୋଇଛି ଦେବୀ ମହାମାୟାଙ୍କ ମହାତ୍ମ୍ୟ। ଏହା ଚଣ୍ଡୀ ବା ଦୁର୍ଗା ସପ୍ତଶତୀ ନାମରେ ପରିଚିତ। ନବରାତ୍ର ପୂଜା ସମୟରେ ଏହାକୁ ପାଠ କରାଯାଇ ମାଙ୍କୁ ଆବାହନ କରାଯାଏ। ଏହାଛଡ଼ା ଦୁଇଟି ଗୁପ୍ତ ନବରାତ୍ର ମଧ୍ୟ ରହିଛି। ପ୍ରଥମଟି ଆଷାଢ଼ ଶୁକ୍ଳ ପ୍ରତିପଦା ଓ ଦ୍ୱିତୀୟଟି ମାର୍ଗଶିର ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହୋଇଥାଏ। ଦେବୀଙ୍କର ନବଶକ୍ତି ଏହି ସମୟରେ ଏକ ମହାଶକ୍ତି ରୂପ ଧାରଣ କରିଥାଏ। ଏଣୁ ଆରାଧନା ଦ୍ୱାରା ସାଧକମାନେ ଏହି ସମୟରେ ସିଦ୍ଧି ପ୍ରାପ୍ତ ହୋଇଥାନ୍ତି। ନବଦୁର୍ଗାଙ୍କୁ ଦେବୀ କବଚ ସୂତ୍ରରେ ବର୍ଣ୍ଣନା କରାଯାଇଛି। ପ୍ରଥମଂ ଶୈଳପୁତ୍ରୀଂ ଚ ଦ୍ୱିତୀୟଂ ବ୍ରହ୍ମଚାରିଣୀଂ ତୃତୀୟଂ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀତି ଚ ସପ୍ତମେ କାଳରାତ୍ରେତି ମହାଗୌରୀତି ଚାଷ୍ଟମମ୍ ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକୀର୍ତିତାଃ। ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀ ଦିନ ଏହାର ସମାପନ ହୋଇଥାଏ। ଦଶମୀ ଦିନ ଦଶହରା ପାଳନ ସହ ଏ ପାର୍ବଣ ପର୍ବର ସମାପ୍ତି ହୋଇଥାଏ। ଶ୍ରୋତାବନ୍ଧୁ, ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ ଦେଇ ଆଲୋଚକ ଅର୍ଜୁନୀ ଚରଣ ବେହେରା ଲେଖିଛନ୍ତି। ସେ ପ୍ରଥମେ ଶୈଳପୁତ୍ରୀଙ୍କ ପରିଚୟ ପ୍ରଦାନ କରିଛନ୍ତି। ଶୈଳପୁତ୍ରୀ ଦେଖିବାକୁ କେମିତି, ତାଙ୍କ ରୂପ ଚର୍ଚ୍ଚା କେମିତି? ଦ୍ୱିଭୁଜା ଦେବୀ ବୃଷ ବାହନରେ ଅଧିଷ୍ଠିତା। ବାମ ହସ୍ତରେ ପ୍ରସ୍ଫୁଟିତ ପଦ୍ମ ଓ ଅନ୍ୟ ହସ୍ତରେ ତ୍ରିଶୂଳ। ଏହି ଦେବୀ ଈଷତ୍ ଲାଲ ବସ୍ତ୍ର ପରିହିତା, ଅଳଙ୍କାର ଯୁକ୍ତା ଏବଂ ମସ୍ତକରେ ସ୍ୱର୍ଣ୍ଣ ମୁକୁଟ ପରିହିତା। ଏକଦା ଗିରିରାଜ ହିମାଳୟ କଠୋର ତପସ୍ୟା କରି ଦେବୀଙ୍କୁ ପୁତ୍ରୀ ରୂପେ ପାଇଥିଲେ। ସେ ହିମାଳୟ କୋଳରେ ବିରାଜିତା ଶୈଳପୁତ୍ରୀ। ଦକ୍ଷ ଯଜ୍ଞରେ ସତୀଙ୍କ ଆତ୍ମବିସର୍ଜନ ପରେ ଶିବ ତାଙ୍କ ପାଖରେ ସତୀଙ୍କୁ ନ ପାଇ ଶକ୍ତିହୀନ ମନେ କରୁଥିଲେ। ସେ ହିମାଳୟରେ କଠୋର ତପସ୍ୟା କରି ଶୈଳପୁତ୍ରୀଙ୍କୁ ଲାଭ କରିଥିଲେ। ଦେବୀଙ୍କ ଗର୍ଭରୁ ଦେବ ସେନାପତି କାର୍ତ୍ତିକେୟଙ୍କ ସୃଷ୍ଟି ସମ୍ଭବ ହୋଇଥିଲା। ଦେବୀଙ୍କ ଏହି ଜନ୍ମରେ 3 ଗୋଟି ଅଭୀଷ୍ଟ ପୂରଣ ହୋଇଥିଲା। ଦେବତାମାନଙ୍କର କାର୍ତ୍ତିକେୟଙ୍କ ଦ୍ୱାରା ଅସୁର ସଂହାର, ହିମବନ୍ତଙ୍କ ମନୋବାଞ୍ଛା ପୂରଣ ଏବଂ ଶିବଙ୍କର ଶକ୍ତି ଲାଭ। ସେ ସତୀ, ସେ ଭବାନୀ, ସେ ହୈମବତୀ ରୂପରେ ମଧ୍ୟ ପରିଚିତା। ଦେବୀଙ୍କ ଗ୍ରହ ଚନ୍ଦ୍ର। ତାଙ୍କର ମନ୍ତ୍ର ଓಂ ଦେବୀ ଶୈଳପୁତ୍ରେ ନମଃ।
ଶ୍ରୋତାବନ୍ଧୁ, ବର୍ତ୍ତମାନ ଦେବୀଙ୍କର ଦ୍ୱିତୀୟ ରୂପ ବ୍ରହ୍ମଚାରିଣୀ। ଆନନ୍ଦମୟୀ ଦେବୀ ଶୁକ୍ଳ ବସ୍ତ୍ର ପରିହିତା, ସହାସ୍ୟ ବଦନୀ, ମସ୍ତକରେ ମୁକୁଟ, ଡାହାଣ ହାତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ, ବ୍ରହ୍ମଜ୍ଞାନ ପ୍ରଦାନ ଏବଂ ବ୍ରହ୍ମଙ୍କୁ ପ୍ରାପ୍ତି ଦେବୀଙ୍କ ସ୍ୱଭାବ। ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପରେ ସେ ବ୍ରହ୍ମ ଜ୍ଞାନ ପ୍ରଦାନ କରିଥିଲେ। ଏକଦା ଦେବ ଏବଂ ଅସୁର ସଂଗ୍ରାମରେ ଦେବତାମାନେ ବିଜୟୀ ହେଲେ। ଏ ବିଜୟର ଉତ୍ସ ସେହି ମହାଦେବୀଙ୍କୁ ଦେବତାମାନେ ଭୁଲି ଅହଙ୍କାରୀ ହୋଇଗଲେ। ଦେବତାଗଣ ଏକତ୍ରିତ ହୋଇଥାନ୍ତି। ସେମାନେ ଦେଖିଲେ ଦିଗ୍ବଳୟରେ ଗୋଟିଏ ଉଜ୍ଜ୍ୱଳ ଜ୍ୟୋତି ବିନ୍ଦୁ ବିସ୍ତାର ଲାଭ କରୁଛି। ଇନ୍ଦ୍ର ଅଗ୍ନିକୁ ଏ ଜ୍ୟୋତିବିନ୍ଦୁ କଣ ବୋଲି ପଚାରିଥିଲେ। ଅଗ୍ନିଦେବ ଯାଇ ସେହି ଜ୍ୟୋତିଙ୍କୁ ପଚାରିଲେ, ଆପଣ କିଏ? ତାଙ୍କୁ ଜ୍ୟୋତି କହିଲେ, ଆପଣ କିଏ କୁହନ୍ତୁ ତ? ଅଗ୍ନି କହିଲେ, ମୁଁ ଅଗ୍ନି ଦେବତା। ଏ ସାରା ବ୍ରହ୍ମାଣ୍ଡକୁ ଭସ୍ମ କରିବାର ଶକ୍ତି ମୋର ଅଛି। ଜ୍ୟୋତିର୍ମୟୀ ଦେବୀ ଏକ ତୃଣ ଗୁଚ୍ଛ ଦେଇ ଦଗ୍ଧ କରିବା ପାଇଁ ବୋଲନ୍ତେ ଅଗ୍ନି ତାହା କରି ନ ପାରି ଲଜ୍ଜିତ ହେଲେ। ଏଣେ ଅଗ୍ନି ନ ଫେରିବାରୁ ଇନ୍ଦ୍ର ବାୟୁଙ୍କୁ ପ୍ରେରଣ କଲେ। ମା ଅହଙ୍କାର ଭଗ୍ନ ପାଇ ବାୟୁଙ୍କ ସାମ୍ନାରେ ତୃଣରୁ ଖଣ୍ଡିଏ ପକାଇ ଉଡ଼ାଇବାକୁ ଲାଗିଲେ। ବାୟୁ ତାହା କରି ନ ପାରି ଲଜ୍ଜିତ ହେଲେ। ତାପରେ ସ୍ୱୟଂ ଦେବରାଜ ଆସି ଉପସ୍ଥିତ ହେଲେ। ମାତ୍ର ଜ୍ୟୋତି କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କ ସମ୍ମୁଖରେ ବ୍ରହ୍ମଚାରିଣୀ ରୂପରେ ଆବିର୍ଭୂତା ହେଲେ। ଦେବୀ ଇନ୍ଦ୍ରଙ୍କୁ ତାଙ୍କ ବିନା ଜଗତରେ କୌଣସି ଶକ୍ତି ନାହିଁ ବୋଲି ବୁଝାଇଥିଲେ ଏବଂ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ। ଦେବୀଙ୍କର ଗ୍ରହ ମଙ୍ଗଳ ମନ୍ତ୍ର ହେଉଛି ଓಂ ଦେବୀ ବ୍ରହ୍ମଚାରିଣ୍ୟେ ନମଃ। ଶ୍ରୋତାବନ୍ଧୁ, ଏବେ ମାଙ୍କର ତୃତୀୟ ପବିତ୍ର ରୂପ ଚନ୍ଦ୍ରଘଣ୍ଟା। ମହିଷାସୁର ବଧ ନିମନ୍ତେ ଯେତେବେଳେ ମା ଦୁର୍ଗା ଆବିର୍ଭୂତା ହୋଇଥିଲେ, ସମସ୍ତ ଦେବତାମାନେ ମିଶି ତାଙ୍କ ହାତରେ ଆୟୁଧମାନ ପ୍ରଦାନ କରିଥିଲେ। ଦେବରାଜ ଇନ୍ଦ୍ର ସେତିକିବେଳେ ମାଙ୍କୁ ଘଣ୍ଟାଟିଏ ପ୍ରଦାନ କରିଥିଲେ। ଇନ୍ଦ୍ର ଦେବୀଙ୍କଠାରୁ ଯେଉଁ ବ୍ରହ୍ମଜ୍ଞାନ ପାଇଥିଲେ ତାହାକୁ ବିଶ୍ୱରେ ଘୋଷିତ କରିବା ପାଇଁ ଯେ ଏହି ଘଣ୍ଟା ଇନ୍ଦ୍ରଙ୍କୁ ଦେଇଥିଲେ, ଏ ଘଣ୍ଟାରେ ଐରାବତ ହସ୍ତିର ବଳ ପୂରି ରହିଥିଲା। ଏଣୁ କୁହାଯାଇଛି, ଦଦୌ ତସ୍ୟେ ସହସ୍ରାକ୍ଷୋ ଘଣ୍ଟା ଭୈରବତାତ୍ ଗଜାତ୍। ସର୍ବବାଦ୍ୟମୟୀ ଏ ଘଣ୍ଟାର ଧ୍ୱନି ଅତୀବ ତୀବ୍ର। ବିଶ୍ୱ ସୃଷ୍ଟି ମୂଳରେ ଯେଉଁ ନାଦ ବ୍ରହ୍ମ ନିହିତ ରହିଛନ୍ତି, ସେଥିରୁ ଏ ଘଣ୍ଟାର ବା ଘଣ୍ଟର ଉଦ୍ଭବ। ସାଧକ ମାତୃଶକ୍ତିର ନିକଟବର୍ତ୍ତୀ ହେଲେ ଏହି ଘଣ୍ଟାର ଧ୍ୱନି ଶୁଣିପାରିଥାନ୍ତି। ଯେଉଁମାନେ ଭୋଗାସକ୍ତ, ଯେଉଁମାନେ ବିଳାସ ପ୍ରିୟ, ମୃତ୍ୟୁବେଳେ ସେମାନେ ଯମରାଜଙ୍କର ବାହନ ମହିଷ ବେକର ଘଣ୍ଟି ଧ୍ୱନି ଶୁଣିପାରନ୍ତି। ମାତୃ ସେବକଙ୍କୁ ଏହା ମାତୃ ଆବାହନ ଧ୍ୱନି ଭାବରେ ପ୍ରତୀତ ହୋଇଥାଏ। ଦେବୀଙ୍କ ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର, ସୁବର୍ଣ୍ଣ ସଦୃଶ ଦେବୀଙ୍କର ଲାବଣ୍ୟ ମୂର୍ତ୍ତି, 3 ନେତ୍ର ଓ 10 ହାତରେ ଧାରଣ କରିଛନ୍ତି 10ଟି ଆୟୁଧ। ଦେବୀ ସିଂହାରୂଢ଼, ଯୁଦ୍ଧ ପାଇଁ ପ୍ରସ୍ତୁତ। ଦେବୀ ବୀରରସର ଅପୂର୍ବ ମୂର୍ତ୍ତି। ଦେବୀଙ୍କ ଗ୍ରହ ହେଉଛି ଶୁକ୍ର ଏବଂ ମନ୍ତ୍ର ହେଉଛି ଓಂ ଦେବୀ ଚନ୍ଦ୍ରଘଣ୍ଟାୟ ନମଃ। ଶ୍ରୋତାବନ୍ଧୁ, ଦେବୀଙ୍କର ଚତୁର୍ଥ ରୂପ ସେଇଟା ହେଉଛି କୁଷ୍ମାଣ୍ଡା। କୁଶ୍ଚିତ ତାପର ନାମ କୁଷ୍ମା। ସଂସାରର ତ୍ରିବିଧ ତାପରେ ମଣିଷ ଜର୍ଜରିତ। ଦେବୀ ଏହି ତ୍ରିତାପକୁ ନିଜ ଉଦରରେ ବହନ କରିଥିବାରୁ ସେ କୁଷ୍ମାଣ୍ଡା। ସିଂହ ବାହିନୀ ଦେବୀ ଅଷ୍ଟଭୁଜା, 7 ହସ୍ତରେ ଆୟୁଧ, ଦକ୍ଷିଣ ହସ୍ତରେ ଜପାମାଳି। ଯିଏ ମାଙ୍କର ଅଭୟ ଚରଣାଶ୍ରିତ ଲାଭ କରିବ, ସେ ଏ ସଂସାରରୁ ମୁକ୍ତ ହେବ ଏବଂ ଯିଏ ମାର ଅଭୟ ଚରଣାଶ୍ରିତ ନୁହେଁ, ଯେ ତ୍ରିତାପରେ ଦଗ୍ଧ, ସେ ତ୍ରିତାପରେ ଦଗ୍ଧ ହେଉଥାଏ। ମାତୃଚରଣରେ ଆତ୍ମସମର୍ପଣ କଲେ ମା ତାର ତାପତ୍ରୟ ଉଦରସ୍ଥ କରିନିଅନ୍ତି। ମା କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ, କଲ୍ୟାଣମୟୀ, ଜନ୍ମଦାତ୍ରୀ, ଜନନୀ। ଦେବୀଙ୍କ ଗ୍ରହ ହେଉଛି ସୂର୍ଯ୍ୟ। ଦେବୀଙ୍କ ମନ୍ତ୍ର ହେଉଛି ଓಂ ଦେବୀ କୁଷ୍ମାଣ୍ଡାୟ ନମଃ। ଶ୍ରୋତାବନ୍ଧୁ, ଏବେ ଶୁଣିବା ଆମେ ଦେବୀ ସ୍କନ୍ଦମାତାଙ୍କ ସମ୍ପର୍କରେ। ଦେବତାଙ୍କ ପ୍ରାର୍ଥନାରେ ତୃପ୍ତ ହୋଇ ମହାଦେବୀ ଉମା ରୂପେ ହିମାଳୟ ପତ୍ନୀ ମେନାଙ୍କ ଗର୍ଭରେ ଜନ୍ମ ହେଲେ। ଦେବୀ ଉମା ଓ ଶିବଙ୍କର ମିଳନରୁ ସ୍କନ୍ଦ ବା କାର୍ତ୍ତିକେୟ ଜନ୍ମ ହେଲେ।
ଦେବ ସେନାପତି ଭାବରେ ଅସୁର ସଂହାର କରିବେ ସେ। ଏଣୁ ସେ କିଶୋରୀ ହେବା ପରେ ମହାଦେବଙ୍କୁ ପାଇବା ପାଇଁ ଦେବତାଙ୍କ ପରାମର୍ଶରେ କଠୋର ତପସ୍ୟା ଆରମ୍ଭ କଲେ। ସେପଟେ ମହାଦେବ ବି କଠୋର ତପସ୍ୟାରେ ମଗ୍ନ। ଦେବତାମାନେ କାମଦେବଙ୍କୁ ଶିବଙ୍କର ତପସ୍ୟା ଭଗ୍ନ ନିମନ୍ତେ ପ୍ରେରଣ କଲେ। କାମଦେବ ଏ ଉଦ୍ୟମ କରି ଶିବଙ୍କ କ୍ରୋଧାଗ୍ନିରେ ଭସ୍ମୀଭୂତ ହୋଇଗଲେ। ଉମା ବୁଝିପାରିଲେ ଯେ ଶିବଙ୍କୁ ପାଇବାକୁ ହେଲେ ଅତି କଠୋର ସାଧନା ଆବଶ୍ୟକ। ପାର୍ବତୀ କଠୋର ତପସ୍ୟା କରିବା ନିମନ୍ତେ ବାହାରିବାରୁ ମା ମେନା ତାଙ୍କୁ ଉମା ଅର୍ଥାତ୍ ଯାନା କହି ବାରଣ କରିଥିଲେ। ଏହି ତପସ୍ୟା ଅବସରରେ ମା ପାର୍ବତୀ ପତ୍ରଟିଏ ସୁଦ୍ଧା ଭକ୍ଷଣ ନ କରିଥିବାରୁ ତାଙ୍କର ଅନ୍ୟ ନାମ ହେଲା ଅପର୍ଣ୍ଣା। ଧ୍ୟାନ ବଳରେ ଉଭୟଙ୍କ ମଧ୍ୟରେ ମହାମିଳନ ହେବାରୁ ଜନ୍ମ ହେଲେ ସ୍କନ୍ଦ କାର୍ତ୍ତିକେୟ। ସ୍କନ୍ଦ ମାତା ଅଗ୍ନିମଣ୍ଡଳରେ ଅବସ୍ଥାନ କରନ୍ତି। ତାଙ୍କର 3 ଗୋଟି ଭୁଜ, ସେ କୂଳରେ ସ୍କନ୍ଧଙ୍କୁ ଧରିଛନ୍ତି। ସେ ଶୁଭ୍ରବର୍ଣ୍ଣା ଓ ପଦ୍ମାସନା। ତାଙ୍କର ଗ୍ରହ ହେଉଛି ବୁଧ ଏବଂ ମନ୍ତ୍ର ହେଉଛି ଓಂ ଦେବୀ ସ୍କନ୍ଦ ମାତାୟ ନମଃ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଦେବୀଙ୍କର ଷଷ୍ଠତମ ରୂପ କାତ୍ୟାୟନୀ ରୂପ ସମ୍ପର୍କରେ ଆଲୋଚନା କରିବା। ଚଣ୍ଡୀ ପୁରାଣରେ ଦେବୀଙ୍କର ସୁଖଦା ମୁଖ୍ୟଦା 2ଟି ସ୍ୱରୂପର ବର୍ଣ୍ଣନା ରହିଛି। ଦେବୀ ରାଜା ସୁରଥଙ୍କୁ ସୁଖ ଓ ସମାଧି ବୈଶ୍ୟକୁ ମୋକ୍ଷ ପ୍ରଦାନ କରିଥିଲେ। ଏଣୁ କାତ୍ୟାୟନୀ ରୂପେ ଶ୍ରୀଦେବୀ ସର୍ବଦା ଭକ୍ତିଦା ଅଟନ୍ତି। ଭକ୍ତି ରୂପକ ମହାଧନ ମା କାତ୍ୟାୟନୀଙ୍କ କରୁଣାରୁ ସମ୍ଭବ ହୋଇଥାଏ। ଦ୍ୱାପର ଯୁଗରେ ଏହି ଦେବୀଙ୍କୁ ବ୍ରଜବାଳାମାନେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ପୂଜା କରିଥିଲେ। ଏଣୁ ଶ୍ରୀମଦ୍ ଭାଗବତରେ ଶ୍ଲୋକ ଅଛି, କାତ୍ୟାୟନୀ ମହାମାୟୀ ମହାଯୋଗୀ ନିଧୀଶ୍ୱରୀ ନନ୍ଦଗୋପ ସୁତମ୍ ଦେବୀ ପତିମ୍ ମେ କୁରୁତେ ନମଃ। ଦେବୀ ସ୍ୱର୍ଣ୍ଣମୟୀ ଦିବ୍ୟ ସ୍ୱରୂପା ସିଂହବାହିନୀ, ଦେବୀ ତ୍ରିନେତ୍ରା ଓ ଅସ୍ତ୍ରଧାରୀ ଅଷ୍ଟଭୁଜା। ଦେବୀ ବୃନ୍ଦାବନରେ କାତ୍ୟାୟନୀ ରୂପେ ବିରାଜିତା। ଦେବୀଙ୍କ ଗ୍ରହ ହେଉଛି ବୃହସ୍ପତି ଏବଂ ମନ୍ତ୍ର ହେଉଛି ଓಂ ଦେବୀ କାତ୍ୟାୟନାୟ ନମଃ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ମାତାଙ୍କର ସପ୍ତମ ରୂପ କାଳରାତ୍ରି ସେ ସମ୍ପର୍କରେ ଆଲୋଚନା କରୁଛି। ଋଗ୍ବେଦରେ ପରମାତ୍ମାଙ୍କୁ ରାତ୍ରି ଓ ମା ମହାମାୟାଙ୍କୁ ରାତ୍ରିର ଶକ୍ତି ରୂପେ ବର୍ଣ୍ଣନା କରାଯାଇଛି। ରାତ୍ରିରେ ଯେମିତି ସବୁ ପ୍ରାଣୀ ନିଦ୍ରାଗତ ହୁଅନ୍ତି, ପ୍ରଳୟ ସମୟ ଉପସ୍ଥିତ ହେଲେ ରାତ୍ରି ରୂପିଣୀ ପରମବ୍ରହ୍ମଙ୍କ କ୍ରୋଡ଼ରେ ଏ ବିଶ୍ୱର ବିଲୟ ହୁଏ। ଚାରିଆଡ଼େ ଅନ୍ଧାର ଘୋଟିଯାଏ, ଯାହା କାଳରାତ୍ରି ସ୍ୱରୂପା। ଏହି ସମୟରେ ନିଦ୍ରିତ ମହାବିଷ୍ଣୁ ଯୋଗ ନିଦ୍ରାକୁ ଭଜନ କରନ୍ତି। ଯେମିତିକି ଯୋଗ ନିଦ୍ରାମ୍ ୟଦା ବିଷ୍ଣୁର୍ଜଗତ୍ୟେକାର୍ଣ୍ଣବୀକୃତେ ଆସ୍ତିର୍ଯ୍ୟ ଶେଷ ମଦ୍ଭଜତ୍ କଳ୍ପାନ୍ତେ ଭଗବାନ ପ୍ରଭୁ। ଅର୍ଥାତ୍ ଯୋଗ ନିଦ୍ରା ହିଁ ମହାକାଳୀ କାଳରାତ୍ରି। ମନୁଷ୍ୟ ରାତ୍ରିରେ ଯେଉଁ ସ୍ୱପ୍ନ ଦେଖେ, ଯାହା କୋଳରେ ବିଶ୍ରାମ ନିଏ, ସେହି କାଳରାତ୍ରି ଦେବୀଙ୍କର ଅଂଶ ସ୍ୱରୂପ କୁଣ୍ଡଳିନୀ କାଳିକା। ଦେବୀଙ୍କର ଶରୀରର ରଙ୍ଗ ଅନ୍ଧକାର ପରି ଗଭୀର କଳା। ମସ୍ତକର କେଶ ଅସ୍ତବ୍ୟସ୍ତ। ଦେବୀଙ୍କ କଣ୍ଠରେ ଜ୍ୟୋତିର୍ମୟ ହାର। ତ୍ରିନେତ୍ର ବ୍ରହ୍ମାଣ୍ଡ ସଦୃଶ ଗୋଲାକାର। ଦେବୀ ଚତୁର୍ଭୁଜା। ଉପର ଡାହାଣ ହାତରେ ଖଡ୍ଗ, ତଳ ଡାହାଣ ହାତ ବରଦା ମୁଦ୍ରାରେ, ଉପର ବାମ ହାତରେ ଜ୍ୱଳନ୍ତ ମଶାଲ ଓ ତଳ ବାମ ହସ୍ତରେ ଅଭୟ ମୁଦ୍ରା। ସେ ଭକ୍ତମାନଙ୍କୁ ସମସ୍ତ କଷ୍ଟରୁ ମୁକ୍ତ କରିଥାନ୍ତି। ଏଣୁ ସେ ଶୁଭଙ୍କରୀ। ଦେବୀଙ୍କ ଗ୍ରହ ହେଉଛନ୍ତି ଶନି ଏବଂ ମନ୍ତ୍ର ହେଉଛି ଓಂ ଦେବୀ କାଳରାତ୍ରି ଏଂ ନମଃ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଶାରଦୀୟ ପାର୍ବଣ ତିଥି ଅବସରରେ ମା ଦୁର୍ଗାଙ୍କର ନବରୂପ। ବର୍ତ୍ତମାନ ଆମେ ଶୁଣୁଛେ ମହାଦେବୀଙ୍କର ଅଷ୍ଟମ ରୂପ ଅର୍ଥାତ୍ ମହାଗୌରୀ ରୂପ। ମହାଦେବ ଦିନେ କଳା ହୋଇଥିବାରୁ ମା କାଳରାତ୍ରିଙ୍କୁ ଉପହାସ କଲେ। ଦେବୀ ରୁଷ୍ଟା ହୋଇ କଠିନ ତପସ୍ୟାରେ ନିମଗ୍ନ ହେଲେ। ତପସ୍ୟା ବଳରେ ନିଜର କଳା କାନ୍ତିକୁ ପତି ଶିବଙ୍କୁ ପ୍ରଦାନ କରି ନିଜେ ବିଦ୍ୟୁତ୍ କାନ୍ତି ସମ ଗୌରବର୍ଣ୍ଣ ଧାରଣ କରି ମହାଗୌରୀ ହେଲେ। ମହାଗୌରୀ ହେଉଛନ୍ତି ସ୍ୱାମୀ ସୋହାଗିନୀ। ତାଙ୍କ ଶରୀରର ବର୍ଣ୍ଣ ଶଙ୍ଖ, ଇନ୍ଦୁ ଏବଂ କୁନ୍ଦ ସଦୃଶ ଗୌର ଅଟେ। ଦେବୀଙ୍କର ବୟସ 8 ବର୍ଷ। ଅଷ୍ଟବର୍ଷେ ଭବେତ୍ ଗୌରୀ।
ଦେବୀଙ୍କର ବସ୍ତ୍ର ଓ ଆଭୂଷଣ ସବୁ ଶ୍ଵେତ ଓ ସ୍ୱଚ୍ଛ। ଦେବୀ ତ୍ରିନେତ୍ରା, ବୃଷଭ ବାହିନୀ ଓ ଚତୁର୍ଭୁଜା। ଦେବୀଙ୍କର ଉପର ଦକ୍ଷିଣ ହସ୍ତ ବରଦ ମୁଦ୍ରାରେ। ଦେବୀ ଶାନ୍ତ ମୂର୍ତ୍ତି। ଦେବୀଙ୍କ ଗ୍ରହ ରାହୁ। ମନ୍ତ୍ର ହେଉଛି ଓମ୍ ଦେବୀ ମହାଗୌରୀ ନମଃ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଦେବୀ ଦୁର୍ଗାଙ୍କର ନବମ ରୂପ ଅର୍ଥାତ୍ ସିଦ୍ଧିଦାତ୍ରୀ ରୂପ ସମ୍ପର୍କରେ ଆଲୋଚନା କରୁଛେ, ଯାହାର ଆଲୋଚକ ହେଉଛନ୍ତି ଅର୍ଜୁନୀ ଚରଣ ବେହେରା ସାର୍। ସାଧକକୁ ସର୍ବ କର୍ମରେ ଯିଏ ସିଦ୍ଧି ପ୍ରଦାନ କରନ୍ତି ସେ ହେଉଛନ୍ତି ମା ସିଦ୍ଧିଦାତ୍ରୀ। ମହାଭାରତ ଯୁଦ୍ଧରେ ଭଗବାନଙ୍କ ପରାମର୍ଶରେ ଅର୍ଜୁନ ଜୟଲାଭ ପାଇଁ ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରିଥିଲେ। ମହାଦେବୀ ତୁଷ୍ଟ ହୋଇ ଅର୍ଜୁନଙ୍କୁ ସିଦ୍ଧିଦାତ୍ରୀ ଜନନୀ ରୂପେ ଦର୍ଶନ ଦେଇ ଆଶୀଷ ପ୍ରଦାନ କରିଥିଲେ। ବିଶ୍ୱର ସମସ୍ତ ଜୀବ, ଯୋଗୀ, ଭୋଗୀ, ଭକ୍ତ, ଗୃହୀ, ତପସ୍ୱୀ ଏପରିକି ବ୍ରହ୍ମା, ଶିବ ପର୍ଯ୍ୟନ୍ତ ସିଦ୍ଧି ଲାଭ କରିଥାନ୍ତି ମା ସିଦ୍ଧିଦାତ୍ରୀଙ୍କ କରୁଣା ବଳରେ। ମାର୍କଣ୍ଡେୟ ପୁରାଣରେ ଅଣିମା, ମହିମା, ଲଙ୍ଘିମା, ପ୍ରାପ୍ତି, ପ୍ରାକମ୍ୟ, ଇଶିତ୍ୱ ଆଦି 8 ସିଦ୍ଧି ବିଷୟରେ କୁହାଯାଇଛି। ଏହି ସିଦ୍ଧି ପ୍ରଦାନ କରୁଥିବା ଦେବୀ ସିଦ୍ଧିଦାତ୍ରୀ। ସେ ସିଂହ ବାହିନୀ, ଚତୁର୍ଭୁଜା ଏବଂ ପ୍ରସନ୍ନ ବଦନା। ମା ଦୁର୍ଗାଙ୍କର ଏହି ରୂପକୁ ସମସ୍ତେ ସିଦ୍ଧି ପ୍ରାପ୍ତି ପାଇଁ ଆରାଧନା କରିଥାନ୍ତି। ଦେବୀଙ୍କର ଗ୍ରହ ହେଉଛି କେତୁ। ମନ୍ତ୍ର ହେଉଛି ଓମ୍ ଦେବୀ ସିଦ୍ଧିଦାତ୍ରୀ ନମଃ। ଶ୍ରୋତାବନ୍ଧୁ, ଆଜି ଆମେ ଆଲୋଚନା କରୁଥିଲେ ନବରାତ୍ରି ଓ ନବଦୁର୍ଗା, ଯାହାର ଲେଖକ ହେଉଛନ୍ତି ବରିଷ୍ଠ ବ୍ୟାଙ୍କ ଅଫିସର ଶ୍ରୀଯୁକ୍ତ ଅର୍ଜୁନୀ ଚରଣ ବେହେରା। ଅଡିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ। ଧନ୍ୟବାଦ।